ଆପଣ ଯୋଉଠି ପାରାୟଣ ହୁଏ ମୁଁ ଲକ୍ଷ୍ୟ କରେ ପାରାୟଣର ମାସେ ପୂର୍ବରୁ ସେ ସମସ୍ତଙ୍କ ପାଖରୁ କୋଉଥିରେ ଅମକେ ଡେଟ୍ରେ ପାରାୟଣ ହବ କେମିତି ହବ କଣ ହବ ମୁଁ ବି ଲକ୍ଷ୍ୟ କରୁଛି ସେ ଆମ ଆପଣଙ୍କ ରାମପୁର ସେ କୁଣ୍ଡଳା ସବୁ ଗାଁରେ ବୁଲିକି ସେ ଠାକୁରଙ୍କ ପାଇଁ ମାଗଣା କରିକି ଠାକୁର ପାରାୟଣ ବି କରୁଛନ୍ତି। ଯାହା ହଉ ମୁଁ ଆଉ ତାଙ୍କୁ ବିଶେଷ କିଛି କହୁନି, କିନ୍ତୁ ସୁର ଭାଇଙ୍କର ଏଇ ଯୋଉ ମହାନତା ଏଇ ଯୋଉ ଜଣେ ଦରଦୀ ମଣିଷ ଭଳିଆ ସେ ଲୋକ ତାଙ୍କୁ ଆମ ସମାଜରେ ଆଜି ସେ ଆମ ପାଖରୁ ଆଜି ଚାଲିଯାଇଛନ୍ତି। ସେଥିପାଇଁ ଆମେ ଆଜି ମର୍ମାହତ ଏ ଅଞ୍ଚଳରେ ତଥାପି ଏଇ ଯୋଉ ରାମକୃଷ୍ଣପୁର ପଞ୍ଚାୟତ ରାମପୁର ପଞ୍ଚାୟତରେ ତାଙ୍କ ପାଇଁ ଆଜି ଏଇ ଯୋଉ ଦୁଇ ପଞ୍ଚାୟତରେ ଅଧିବାସୀ ତାଙ୍କ ପାଇଁ ଆଜି ଝୁରୁଛନ୍ତି। ମୁଁ କରିଥାନ୍ତି ଠିକ୍ ସେଇଭଳି ବ୍ୟକ୍ତିତ୍ୱ ଥିଲେ ସୁର ବାବା। ଯଦିଓ ପ୍ରତ୍ୟକ୍ଷ ସଂସ୍ପର୍ଶରେ ମୁଁ ତାଙ୍କର କେବେ ଆସିନି, ଯେତେବେଳେ ସିଦ୍ଧେଶ୍ୱର ଭାଇଙ୍କଠାରୁ ତାଙ୍କ ସମ୍ପର୍କରେ ସମ୍ୟକ ସୂଚନା ପାଇଲି ଦୂରତା ହେଲେ ମଧ୍ୟ ଇଚ୍ଛା ପ୍ରକାଶ କଲି ନା ଏଭଳି ଜଣେ ମହାନ ବ୍ୟକ୍ତିତ୍ୱଙ୍କର ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବା ଉଚିତ। ତେଣୁ ବଡ଼ ଭାଇ ମନୋଜ ନନା ଏବଂ ମୁଁ ସାଙ୍ଗ ହୋଇ ଆଜି ଆସିଥିଲୁ। ଏଠି ଆସି ଉପଲବ୍ଧି କରୁଛି ଆସିବା ସାର୍ଥକ ହେଇଛି ଏଭଳି ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ବା ସଭା ସଂସ୍ପର୍ଶରେ ଆସିବା ଦ୍ୱାରା। ତେବେ ଆତ୍ମା ତ ଅବିନାଶୀ ପୂର୍ବ ବକ୍ତା ପଣ୍ଡିତ ପଣ୍ଡା ମହୋଦୟ ମଧ୍ୟ କିଛି ଆଲୋଚନା କରୁଥିଲେ। ତେବେ ସେଇ ଆତ୍ମା ଜନ୍ମ ନେବାଠାରୁ ପୁଣି ମୃତ୍ୟୁ ପର୍ଯ୍ୟନ୍ତ ବ୍ୟବଧାନକୁ ଆମେ କୁହନ୍ତି ଜୀବନ। ସେଇ ଜୀବନ ବିଭିନ୍ନ ସମୟରେ ବୟସ କ୍ରମେ ତାର କାର୍ଯ୍ୟକ୍ରମକୁ ଭିନ୍ନ ଭିନ୍ନ ପ୍ରକାରରେ କରିଚାଲିଥାଏ। ସେ ଭିତରେ ସୁର ବାବା ଜଣେ ସଂସାରୀ ମଣିଷ ଥିଲେ, ସୁର ବାବା ଜଣେ ସମାଜସେବୀ ଥିଲେ, ସୁର ବାବା ଜଣେ ଆଧ୍ୟାତ୍ମବାଦୀ ମଣିଷ ଥିଲେ, ସୁର ବାବା ଜଣେ ପରୋପକାରୀ ମଣିଷ ଥିଲେ, ସୁର ବାବା ଜଣେ ଦରଦୀ ମଣିଷ ଥିଲେ। ସେଥିପାଇଁ ତ ଶହ ଶହ ଲୋକ ତାଙ୍କ ସଭାଗାରରେ ଯାଇଥିଲେ। କିନ୍ତୁ ଜୀବନର ଶେଷରେ ସ୍ମୃତି ହୁଏ ଆମ ସମସ୍ତଙ୍କର କର୍ମଫଳ। ଯୋଉ କର୍ମର ଅଧିକାରୀ ହେଇ ଯୋଉ ମାନବୀୟ ମୂଲ୍ୟବୋଧକୁ ଆମ ପାଖରେ ପ୍ରଦର୍ଶିତ କରି ଆମ ପାଖରୁ ବିଦାୟ ନେଇଛନ୍ତି ସେଇ ସନ୍ଥ ମଣିଷ, ସେ ନିରହଙ୍କାରୀ ଚଳଚଞ୍ଚଳ ମଣିଷ, ଆପଣମାନଙ୍କ ଶ୍ରଦ୍ଧା ଉଚ୍ଚାରଣ ସୁର ବାବା। ତାଙ୍କର କର୍ମମୟ ଜୀବନ ଆମଠାରୁ 71ଟି ବର୍ଷ ବସନ୍ତକୁ ଅତିକ୍ରମ କରି ବିଦାୟ ନେଇଛି। 1955ରୁ 2026 ଏ 71 ବର୍ଷ ଭିତରେ ତାଙ୍କର ଜୀବନ ଯାତ୍ରା ପଥରେ ସେ ହୁଏତ କୋଉଠି ଝୁଣ୍ଟିଥିବେ, ପୁଣି ଉଠି ପଡ଼ି ଦ୍ରୁତ ପଦରେ ଆଗେଇଥିବେ।